ଓଡ଼ିଶାର ଲୋକମାନେ 12 ମାସରେ 13 ପର୍ବ ପାଳନ କରିଥାନ୍ତି। ସେଥିମଧ୍ୟରୁ ଗଣେଶ ପୂଜା ବା ଗଣେଶ ଚତୁର୍ଥୀ ଅନ୍ୟତମ। ଗଣେଶ ପୂଜା ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ। ଗଣେଶ ହେଉଛନ୍ତି ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ ପୁତ୍ର। ଗଣେଶ ଚତୁର୍ଥୀ ତିଥିରେ ଗଣେଶଙ୍କର ମାଟି ତିଆରି ମୂର୍ତ୍ତିକୁ ପୂଜା କରାଯାଏ। କାରିଗରମାନେ ମୂର୍ତ୍ତିକୁ ଆକର୍ଷଣୀୟ ରଙ୍ଗରେ ସଜ୍ଜିତ କରିଥାନ୍ତି। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଖୁବ୍ ଆନନ୍ଦରେ ଏହି ପର୍ବ ପାଳନ କରିଥାନ୍ତି। ନୂଆ ପୋଷାକ ପରିଧାନ କରି ଫୁଲମାଳ ଓ ଭୋଗ ଧରି ସ୍କୁଲକୁ ଆସି ପୂଜାରେ ବସନ୍ତି। ଶେଷରେ ପିଲାମାନେ ପୁଷ୍ପାଞ୍ଜଳି ଦିଅନ୍ତି ଏବଂ ପ୍ରସାଦ ସେବନ କରନ୍ତି। ପୂଜାର ପରଦିନ ଘଣ୍ଟ ଘଣ୍ଟା ମୃଦଙ୍ଗ ଶବ୍ଦରେ ଗଣେଶକୁ ବିସର୍ଜନ କରାଯାଏ। ବିଦ୍ୟାପତି ଶ୍ରୀ ଗଣେଶଙ୍କ ପୂଜା କରିବା ଯୋଗୁଁ ଛାତ୍ରଛାତ୍ରୀମାନେ ମାନସିକ ଶାନ୍ତି ଲାଭ କରନ୍ତି। ମନ ପ୍ରଫୁଲ୍ଲ ରହେ, ହୃଦୟରୁ ଅଜ୍ଞାନ ଅନ୍ଧକାର ଦୂରୀଭୂତ ହୁଏ। ପିଲାମାନଙ୍କ ମଧ୍ୟରେ ଦାୟିତ୍ୱ ଓ କର୍ତ୍ତବ୍ୟ ଜ୍ଞାନ ବୃଦ୍ଧି ପାଏ। ପିଲାମାନେ ମିଳିମିଶି ଖୁବ୍ ଆନନ୍ଦରେ ଏହି ପୂଜା କରୁଥିବାରୁ ପରସ୍ପର ମଧ୍ୟରେ ଭାତୃତ୍ୱ ଭାବ ବୃଦ୍ଧି ପାଇଥାଏ। ଓಂ ନମୋ ଗଣେଶାୟ ନମଃ। ଓಂ ନମୋ ଗଣେଶାୟ ନମଃ। ଓಂ ନମୋ ଗଣେଶାୟ ନମଃ। ଓಂ ବିଘ୍ନନାଶାୟ ନମଃ। ଶାନ୍ତି ଶାନ୍ତି ଶାନ୍ତି।